ବୁଢ଼ା ବୁଢ଼ୀ ଯୋଉଡ଼େ ଥିଲେ ସେମାନେ ଗରିବ ଥିଲେ ଜମି ଡୁଲେ ଡାଙ୍ଗରେ ଥିଲା ଏ ପିଲାକେ ପଢ଼େଇଥିଲେ ପଢ଼େଇ କରି ତେହେରୁ ସେ ପିଲା କହିଲା ଯେ ଯେନ୍ ଡୁଲେ ଡାଙ୍ଗରେ ଅଛ ବୁଆ ତୁମେ ବିକି ଦିଅ ଆର୍ ମୋତେ ପଢ଼ ଯେତେବେଳେ ଚାକିରି କରମି ଫେର୍ ହେନ୍ତା ଜମି କେତେ ଘିନି ଦେମି ବୋଲିକରି କହିଥିଲା କିନ୍ତୁ ବିହା ହେଲା ଉତାରୁ ସେ ଅନ୍ୟ ରାଜ୍ୟତେ ଯାଇକରି ଚାକିରି କଲା ବୁଢ଼ା ବୁଢ଼ୀ ଆଡ଼େ ଭୁକେ ମଲେ ଫଟା ଦୋତରା ପିନ୍ଧିକରି କାଢ଼ଲି ବହୁତ ଦିନ ସେନ ଛୁଆ ଯୁଡ଼େ ହେଲେ ନି ଆସୁଥାଇଁ ଏଇଟା ସତ୍ ଘଟଣା ନେଇ ଆସୁଥାଇଁ ବୁଢ଼ୀ ସେ ଗୋତିଆ ଘର ପିଲାକେ ତାର ସାଙ୍ଗକେ ରୋହିତକେ ଫୋନ୍ କଲା ରୋହିତ ବ୍ରଦର ଏଥର ନୂଆଖାଇ ଯିମି ମୁଇଁ ଗାଁକେ ସେ ଗୋତିଆ ଘର ପିଲା ଆସିକରି ବୁଢ଼ୀ ନ କହିଦେଲା ଯେ ଏଥର ତୋର ପୁଅ ନୂଆଖାଇ ହେବା ବୁଢ଼ୀ କେତେ କହ କହ ମହ ମହ ହେଇକରି ତାର ଖୁଆ ନି ପିଆ ନି ଘର ଦୁଆର ଲିପା ପୁଛା ମୋର୍ ବହ ଦେଖଲେ କାଁ ବୋଲବା କାଣା ନି ବୋଲିକରି ଛୁଆମାନଙ୍କ ଲାଗି ମୁଗଫଲି ଭାଜି କରି ମୁଢ଼ି ରଖିକରି ଟୁପୁଲି ଘିନି କରି ସବୁ ବାହାଡ଼ ଦେଖୁଛି ସେଦିନ ଫେର୍ ଫୋନ୍ ହେଲା ଯେ ରୋହିତ ବ୍ରଦର କହିଥିଲି ମୁଇଁ ହେଲେ ଯିବେ ବୋଲିକରି ମୁଇଁ ଭାବୁଥିଲି ହେଲେ ମ୍ୟାଡ଼ମ୍ ମନା କରିଦେଲେ ନାଇଁ ଯାଉନ ଘରେ କହିଦେବ ତାର ମା ପୁଆର ମନଟା କେନ୍ତା ଲାଗ୍ବା ସେ ନୂଆଖାଇ ଇଟା ଇହାଦେର ନୂଆଖାଇ ଆଗର ନୂଆଖାଇ ହେନ୍ତା ନାଇଁ ଥାଏ ଯେ ଯେହିଁ ଥିଲେ ରେଙ୍ଗ ଘେଟ ହେଇକରି ଆସିକରି ନୂଆ ଖାଉଥିଲେ ଆଉ ସେ ନୂଆଖାଇର ଯେନ୍ ମଜା ଥିଲା ସେ ନୂଆଖାଇର ଯେନ୍ ମେଲନ ମେସନ ଥିଲା ଇହାଦେ ଆଉ ସେଟା ନାଇଁନ ନୂଆ ଖାଉଛୁଁ ହେଲେ ଆଗକାଳର ନୂଆଖାଇ ଆଉ ନାଇଁନ